ଜାତୀୟ ରାଜପଥ କାମ ଅଧାରେ ବନ୍ଦ। ଶିମିଳିଗୁଡ଼ାରେ ଲୋକେ ହନ୍ତସନ୍ତ। 3 ବର୍ଷ ହେଲା ଅଧୁରା କାମ। ବ୍ୟବସାୟୀ ଓ ଯାତ୍ରୀଙ୍କ ଦୁର୍ଦ୍ଦଶା ଚରମରେ। କୋରାପୁଟ ଜିଲ୍ଲାର ଶିମିଳିଗୁଡ଼ା ସହରରେ ଜାତୀୟ ରାଜପଥ 26 ସମ୍ପ୍ରସାରଣ କାମ ଦୀର୍ଘଦିନ ଧରି ବନ୍ଦ ରହିବାରୁ ସାଧାରଣତଃ ଲୋକ ଓ ବ୍ୟବସାୟୀମାନେ ଭାରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଟ୍ରାଫିକ୍ ସମସ୍ୟା ସମାଧାନ ପାଇଁ ଆରମ୍ଭ ହୋଇଥିବା ଏହି କାମ ବର୍ଷ ପରେ ବର୍ଷ ଅଧୁରା ରହିଯାଇଛି। ରାସ୍ତା ପାଇଁ ଖୋଦା ମାଟି ଦୋକାନ ସମ୍ମୁଖରେ ପଡ଼ି ରହିଥିବାରୁ ବ୍ୟବସାୟୀମାନେ ଦୋକାନ ଖୋଲି ବି ପାରୁନାହାନ୍ତି। ଯଦି ଦୋକାନ ଖୋଲୁଛନ୍ତି, ଗ୍ରାହକଙ୍କ ପାଇଁ ଯିବା ରାସ୍ତା ନଥିବାରୁ ବ୍ୟବସାୟ ପ୍ରଭାବିତ ହେଉଛି। ବର୍ଷା ପରେ ରାସ୍ତା ପାର୍ଶ୍ୱରେ କାଦୁଅ ଓ ପାଣି ଜମା ହେବାରୁ ଯାତାୟାତ ଅଧିକ ଜଟିଳ ହୋଇପଡ଼ୁଛି। ସହରର ବିଭିନ୍ନ ସ୍ଥାନରେ ଖାଲଖମା ଓ ଅସମାପ୍ତ ଡ୍ରେନ୍ କାମ ଦୁର୍ଘଟଣାର କାରଣ ହେଉଛି। ପାଣି ପାଇପ ସଂଯୋଗ ଡ୍ରେନ୍ ନିର୍ମାଣ ପାଇଁ ରାସ୍ତା ଖୋଦାଯାଇଥିଲେ ମଧ୍ୟ ମାସ ମାସ ଧରି କାମ ଶେଷ ହୋଇନାହିଁ। ଏହାକୁ ନେଇ ସ୍ଥାନୀୟ ଲୋକ ଓ ବ୍ୟବସାୟୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଯାଇଛି। ପୂର୍ବତନ ବିଧାୟକ ରଘୁନାଥ ପଡ଼ାଲ ଚେତାବନୀ ଦେଇ କହିଛନ୍ତି, ଯଦି ଶୀଘ୍ର କାମ ଆରମ୍ଭ ହେବ ନାହିଁ ତେବେ ଜାତୀୟ ରାଜପଥ ଅବରୋଧ କରାଯିବ। 2023 ମସିହାରେ ପ୍ରାୟ 5 କୋଟି ଟଙ୍କା ବ୍ୟୟରେ ଦାମନଯୋଡ଼ି ଛକଠାରୁ ବସ୍ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା ବିକାଶ ପାଇଁ ଯୋଜନା ମଞ୍ଜୁର ହୋଇଥିଲା, କିନ୍ତୁ ଠିକାଦାରଙ୍କର ବିଲ୍ ଦେୟ ନ ମିଳିବାରୁ କାମ ବନ୍ଦ ରହିଥିବା ଅଭିଯୋଗ ହୋଇଛି। ଟେଣ୍ଡର ପ୍ରକ୍ରିୟା ଓ କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ ସ୍ଥାନୀୟ ଲୋକ ତୁରନ୍ତ କାମ ପୁନର୍ଭାବେ ଆରମ୍ଭ କରିବାକୁ ଦାବି କରିଛନ୍ତି। କୋରାପୁଟରୁ ରୂପପୁରାଙ୍କ ରିପୋର୍ଟ, ମସିହା ନ୍ୟୁଜ୍। 2023 ମସିହାରେ ମୁଁ ଯେତେବେଳେ ପୂର୍ବତନ ବିଧାୟକ ଏବେ ଅଛି, ମୁଁ ଯେତେବେଳେ ବିଧାୟକ ଥିଲି, ପ୍ଲାନିଂ ବୋର୍ଡର ଚେୟାରମ୍ୟାନ୍ ଥିଲି, ସେ ସମୟରେ DMF ଫଣ୍ଡରୁ ପାଖାପାଖି 8 କୋଟି ଟଙ୍କା ମୁଁ ଆଣିଥିଲି ଲାଗିକି ବିଜେଡି ଗଭର୍ଣ୍ଣମେଣ୍ଟରେ। ସେ ସମୟରେ 8 କୋଟି କ'ଣ ହେବା ପାଇଁ, ଟାଉନ୍ ପର୍ସନ୍ ଯେଉଁ ଦାମନଯୋଡ଼ି ଛକରୁ ଶ୍ରୀରାମ ଲଜ୍ ପର୍ଯ୍ୟନ୍ତ ଦୁଇ ଭାଗରେ ବିଭକ୍ତ କରି ମଝିରେ ଲାଇଟ୍ ଲାଗିବ, ଗଛ ଲାଗିବ, ଆଉ ତାର ପାଇଁ 5 କୋଟି ଟଙ୍କା, ଆଉ 1.5 କୋଟି ଟଙ୍କା ଇଲେକ୍ଟ୍ରିକ୍ ତମର ଡିଭାଇଡ୍ ନ୍ୟୁ ଇଲେକ୍ଟ୍ରିକ୍ ସାଇଡ଼୍ରେ ଯେଉଁ ପୋଲ୍ ଗୁଡ଼ାକ ରହିଥିଲା ତାକୁ ସାଇଡ଼୍ କରିବା ପାଇଁ 1.5 କୋଟି ଟଙ୍କା, ଆଉ 1.5 କୋଟି ଟଙ୍କା ପିଇବା ପାଣି ପାଇଁ ନୂଆ ପାଇପ୍ କନେକ୍ସନ୍ ପାଇଁ 1.5 କୋଟି ଟଙ୍କା, 8 କୋଟି ଟଙ୍କା ଆଣିଥିଲି। ତାହିଁ ଭିତରୁ 3 କୋଟି ଟଙ୍କା ଖର୍ଚ୍ଚ ହୋଇଗଲା। ତାପରେ ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ଖର୍ଚ୍ଚ କରିସାରିଛି, ଆଉ PHD ଡିପାର୍ଟମେଣ୍ଟ ଖର୍ଚ୍ଚ କରିସାରିଛି। ମାତ୍ର NH26 ଡିପାର୍ଟମେଣ୍ଟ ଏବେ ପର୍ଯ୍ୟନ୍ତ 5 କୋଟି ଟଙ୍କା ଖର୍ଚ୍ଚ କରିନାହାନ୍ତି। କାମ ଆମେ 2023 ମସିହାରେ ନଡ଼ିଆ ଭାଙ୍ଗିଲୁ। ସମସ୍ତ ଗଣମାଧ୍ୟମ ମଧ୍ୟ ଆସିଲେ, ସେଠି ଗଣମାଧ୍ୟମ ପ୍ରଚାର ହେଲା ଯେ DMF ଫଣ୍ଡ ବିଧାୟକ ରଘୁରାମ ପଡ଼ାଲ, ବିଧାୟକ ପ୍ରୀତମ ପାଢ଼ୀ, ଚେୟାରମ୍ୟାନ୍ ସୁନାବେଡ଼ା ଚେୟାରମ୍ୟାନ୍, ଆଉ ଲୋକାଲ ପ୍ରତିନିଧି ଗଣ ସମସ୍ତେ ଥିଲେ। ସେ ସମୟରେ ନଡ଼ିଆ ଭଙ୍ଗା ହେଲା, ଶୁଭ ଆରାମ ହେଲା। କିନ୍ତୁ ଆମେ ଦେଖିବାକୁ ପାଇଲୁ ସେଠାରେ କଣ୍ଟ୍ରାକ୍ଟିଂ କାମ ନ କରି କିଛି ଲୋକାଲ ପିଲାମାନେ ସେ କାମଟା କରିବାକୁ ଆମେ ଦେଖିବାକୁ ପାଇଲୁ। ଯେହେତୁ ସେ ପିଲାମାନଙ୍କର ଯୋଗ୍ୟତା ନାହିଁ ସେ କାମ କରିବାର। ଜଣେ 5 କୋଟି ଟଙ୍କାର କାମ କରିବା ପାଇଁ ତାର ମିଶନେରୀ ଦରକାର, ତାର ଏକ୍ସପିରିଏନ୍ସ ଦରକାର। ଆମେ ଯାହା ଆମର ଅନୁଭୂତିରେ ସେମାନଙ୍କୁ କାମ ଜାଣିଛନ୍ତି କି ନାହିଁ ଏବେ ପର୍ଯ୍ୟନ୍ତ କାମ ସାରିନାହାନ୍ତି। ଆମେ ଗଣମାଧ୍ୟମ ମଧ୍ୟ ଆମେ ଜାଣିବାକୁ ପାଇଲୁ ତାଙ୍କର ବିଲ୍ ବୈଠକ ମଧ୍ୟ ହେଇନାହିଁ। ଆଉ ମୁଁ ସେ ପିଲାମାନଙ୍କୁ ମଧ୍ୟ ପଚାରିଲାରୁ କହୁଛନ୍ତି ଯେ କାମ କଲାବେଳେ ମଧ୍ୟ କୌଣସି ସରକାରୀ କର୍ମଚାରୀ କାମରେ ଆସୁ ସହଯୋଗ କରୁନାହାନ୍ତି। ତେଣୁକରି 5 କୋଟି ଟଙ୍କାର 1 ଟଙ୍କା ମଧ୍ୟ ବିଲ୍ ହେଇନାହିଁ। ଯେହେତୁ ଦୁଇ ସାଇଡ୍ରେ ଗାତ ଖୋଳିଲା ପରେ ଅନେକ ଲୋକ ଆକ୍ସିଡେଣ୍ଟ ହେଇକରି ଲୋକଙ୍କର ଧନ ଜୀବନ ନଷ୍ଟ ହେଉଛି। ସେ ସ୍କୁଲ ଯିବା ଭିତରେ ପାଖାପାଖି 4ଟା ନା 5ଟା ସ୍କୁଲ ରହିଛି। ଛୋଟ ଛୋଟ ପିଲାମାନେ ଯିବା ବେଳେ ସେଠି ବଡ଼ ଅସୁବିଧାର ସମ୍ମୁଖୀନ ହେଉଛି। ତେଣୁକରି ଯେଉଁ କଣ୍ଟ୍ରାକ୍ଟର କାମ ପାଇଛି, ମୁଁ ଶୁଣିବାକୁ ପାଇଲି ଜଣେ କଳାହାଣ୍ଡି କଣ୍ଟ୍ରାକ୍ଟର ବୋଧେ ସେଟା ପାଇଛି। ସିଏ ଏଠି ପେଟି କଣ୍ଟ୍ରାକ୍ଟର ଦେଇ କାମ କଲେ ହେବ ନାହିଁ। ପେଟି କଣ୍ଟ୍ରାକ୍ଟର ସାଙ୍ଗରେ ଆମର କୌଣସି ଲେନା ଦେନା ନାହିଁ। ଆମେ ଯେଉଁ କଣ୍ଟ୍ରାକ୍ଟର କାମ ପାଇଛି ତା ସାଙ୍ଗରେ ଆମର ଲେନା ଦେନା। ଯଦି ସେ କାମ କରିପାରୁନାହିଁ, ମୁଁ NH ଡିଭିଜନର SC ମହୋଦୟଙ୍କୁ ଅନୁରୋଧ କରୁଛି ଯଥା ଶୀଘ୍ର ତାଙ୍କର ଲାଇସେନ୍ସ ରଦ୍ଦ କରନ୍ତୁ। ଯେଉଁ ଲୋକ କଣ୍ଟ୍ରାକ୍ଟର କାମ ନେଇକି ଆଜିକୁ ମ୍ୟାକ୍ସିମମ୍ 2023ରୁ 2026 3 ବର୍ଷ ହେଲାଣି କାମ ସାରୁନାହିଁ, ତାକୁ ବ୍ଲାକ୍ ଲିଷ୍ଟ କରନ୍ତୁ।
ଆଉ ରିଟେଣ୍ଡର କରି ସେ କାମଟା ନ୍ୟୁ କଣ୍ଟ୍ରାକ୍ଟର କାମ ଦେଇ କାମ କରାନ୍ତୁ। ଯେହେତୁ ସେମିଲିଗୁଡ଼ା ସହର ଏବେ ବଡ଼ ସହର ହେଇଗଲାଣି, ଗୋଟେ ନାମୀ ଦାମୀ ସହର ହେବାକୁ ଗଲାଣି। ଆଉ ସେମିଲିଗୁଡ଼ା ଆଗ ସେମିଲିଗୁଡ଼ା ନାହିଁ। ସେମିଲିଗୁଡ଼ା ଦୁଇ ସାଇଡ଼ରେ ଦୁଇଟା କାରଖାନା ଅଛି, ଗୋଟେ ଆଡ଼େ ଦାମନଯୋଡ଼ି, ଗୋଟେ ଆଡ଼େ ସୁନାବେଡ଼ା। ଏସିଆ ମହାଦେଶର ଗୋଟେ ବୃହତ୍ତମ ଜାଗା ବୋଲେ ଚଳେ, କାରଖାନା ଦୁଇ ସାଇଡ଼ରେ ରହିଛି। ତେଣୁକରି ଏଇଟା ଗୋଟେ ଇମ୍ପୋର୍ଟାଣ୍ଟ ଜାଗା। ତେଣୁକରି ମୁଁ ଆପଣ ଗଣମାଧ୍ୟମ ମାଧ୍ୟମରୁ ଅନୁରୋଧ କରୁଛି ଯଥାଶୀଘ୍ର ସେ କଣ୍ଟ୍ରାକ୍ଟରକୁ ନିର୍ଦ୍ଦେଶ ଦିଆଯାଉ କାମ କରୁ। ଯଦି କାମ ନ କରିବ ତାକୁ ବ୍ଲାକ୍ ଲିଷ୍ଟ କରାଯାଉ। ଯଦି ବ୍ଲାକ୍ ଲିଷ୍ଟ ନ କରିବ ଆଗାମୀ ଦିନରେ ଆମେ ରାଜରାସ୍ତାରେ ଓହ୍ଲାଇବାକୁ ବାଧ୍ୟ ହେବୁ ଆମ ଦଳ ତରଫରୁ। ଲୋକଙ୍କର ଟଙ୍କା, ଲୋକଙ୍କର ପଇସା ଆମେ ଦେଇଛୁ, ଲୋକଙ୍କର ସୁବିଧା ପାଇଁ ଦେଇଛୁ। ଆଉ ଡାକିକି ତମେ ଦୁଇଟା ଏମଏଲଏ କୁ ମତେ ନଡ଼ିଆ ଭଙ୍ଗେଇ ଦେଲ। ଜଣେ ଏମଏଲଏ ନଡ଼ିଆ ଭାଙ୍ଗିଲା ପରେ ଆଉ ଏମଏଲଏ ଗୁଡାକ ନଡ଼ିଆ ଭାଙ୍ଗିବାଟା ଆବଶ୍ୟକ ନଥିଲା। କୋରାପୁଟ ଏମଏଲଏ କୁ ନଡ଼ିଆ ଭାଙ୍ଗିଦେଲ, ତମେ ଆଡେ ପଟାଙ୍ଗୀ ଏମଏଲଏ କୁ ମତେ ନଡ଼ିଆ ଭାଙ୍ଗିଦେଲ। ଜଣେ ଏମଏଲଏ ପରେ ଦୁଇଟା ଏମଏଲଏ ଚେୟାରମ୍ୟାନ ନଡ଼ିଆ ଭାଙ୍ଗିଥିଲେ, ଶୁଭ ଦେଇଥିଲେ, ଆଉ କଣ ନଡ଼ିଆ ଭାଙ୍ଗିବ? ଏଇଟା ଲଜ୍ଜାର କଥା। ହଉ ଭାଙ୍ଗନ୍ତୁ, ମାତ୍ର ମୋ ରାସ୍ତା ହେବା ଦରକାର, ଆବଶ୍ୟକ ରହିଛି। ତେଣୁ ରାସ୍ତା ଯଥାଶୀଘ୍ର ନ କରିବ ତାହେଲେ ଆଗାମୀ ଦିନରେ এটি লড়াই হবে, রাজা রাস্তা অবরোধ করা যাব। এই রাজা রাস্তা অবরোধ করা যাব তাহলে এনএচ ডিপার্টমেন্টর কর্তৃপক্ষ এবং আমার জু ভাই কন্ট্রাক্টিং কাম নেইଛନ୍ତି সে হি দায়ী রহিব।